ମୁନି ତୁ ଏଯାଏଁ ଶୋଇଛୁ? ଦେଖେ ସକାଳ ହେଇଗଲାଣି। କୁନି ମତେ ଆଉ ଟିକେ ଶୋଇବାକୁ ଦେ। କାଲି ରାତି ଶୋଉ ଶୋଉ ମୋର ଡେରି ହେଇଗଲା। ତୁ ତ ଜାଣୁ ମତେ ଜହ୍ନ ରାତି ଦେଖିବାକୁ ଭାରି ଭଲ ଲାଗେ। କାଲି ମୁଁ ଜହ୍ନ ଦେଖୁ ଦେଖୁ ଅନେକ ଡେରି ହେଇଗଲା। ତୁ ବଡ ଅଜବ ଝିଅ। ସମସ୍ତଙ୍କୁ ସକାଳ ଭଲ ଲାଗେ ଆଉ ତତେ କେବଳ ରାତି ଭଲ ଲାଗେ। ଅନେକ ଡେରି ହେଲାଣି, ଶୀଘ୍ର ଉଠୁ, ଆମେ ବାହାରକୁ ଯିବା। ଆଚ୍ଛା ଆଚ୍ଛା ହଉ, ମୁଁ ଉଠୁଛି। କୁନି ଆଉ ମୁନି ଥିଲେ ବହୁତ ଭଲ ସାଙ୍ଗ। ପ୍ରତିଦିନ ସେମାନେ ସାଙ୍ଗ ହିଁ ଝରଣା ପାଖକୁ ଯାଉଥିଲେ ଆଉ ସେଠି ବସି ଅନେକ ଗପ କରୁଥିଲେ। ଏମିତି ସେଦିନ ମୁନି ଦେଖେ ଚାରିଦିଗ କେମିତି ପରିଷ୍କାର ଦେଖାଯାଉଛି। ମତେ ତ ଦିନ ସମୟ ଭାରି ଭଲ ଲାଗେ। ସମସ୍ତେ ନିଜ ନିଜ କାମ କେତେ ସୁରୁଖୁରୁରେ କରିପାରନ୍ତି। ନା, ରାତି ସମୟ ବହୁତ ଭଲ। ରାତିରେ କେତେ ଶାନ୍ତ ପରିବେଶ ଥାଏ। ଚୁଳୁଚୁଳିଆ ପୋକ ଆଉ ଜହ୍ନ ଆଲୁଅ ପାଇଁ ରାତି କେତେ ସୁନ୍ଦର ଦେଖାଯାଏ। ତତେ ଏମିତି ଓଲଟା ପାଲଟା କଥା କିଏ କହିଛି କହିଲୁ? ରାତି ଯେମିତି ଅନ୍ଧାର ହେଇଥାଏ ନା, ଘରୁ ବାହାରିବାକୁ ବି ଡର ଲାଗେ। ଚାରିଦିଗ ସୁନସାନ ଥାଏ। ମଣିଷ କି ପଶୁ ପକ୍ଷୀ କେହି ଘରୁ ବାହାରନ୍ତିନି। ଏଥିରେ ସୁନ୍ଦରତା କୋଉଠି ଅଛି କହିଲୁ? ତୁ ସେ କଥା ବୁଝିପାରିବୁନି। ମତେ ଶାନ୍ତ ପରିବେଶ ଭାରି ଭଲ ଲାଗେ। ରାତି ଭଳି ଶାନ୍ତ ପରିବେଶ ଆଉ କେତେବେଳେ ବି ନଥାଏ। ହେଲା ହେଲା, ତୁ ଏବେ ଘରକୁ ଯା। ତୋ ପ୍ରିୟ ରାତି ଆସିବାର ସମୟ ହେଇଗଲାଣି। ସମସ୍ତେ ଏବେ ଘର ଭିତରକୁ ଯାଇ ଚୁପ ହେଇ ବସିବେ। ତୁ ବି ଯା, ତ ଘରେ ଚୁପ ହେଇ ବସିବୁ। ହଁ ହଁ, ମୁଁ ମୋ ଘରକୁ ଯାଉଛି। ତୁ ବି ତ ଘରକୁ ଯା। ପ୍ରତିଦିନ ଏ ଚଢ଼େଇଛୁଆ ଦିଟା ଝରଣା ପାଖକୁ ଆସି ଅନେକ କଥା ହୁଅନ୍ତି। ଆଜି ସେମାନେ ଦିନ ଆଉ ରାତିକୁ ନେଇ କଥା ହେଉଥିଲେ। କୁନି ଯାହା କହିଲା ଠିକ କହିଲା। ମୁଁ ପ୍ରତିଦିନ ଆସୁଛି ବୋଲି ସମସ୍ତେ ନିଜ ନିଜ କାମ କରୁଛନ୍ତି ଆଉ ଖାଇବା ବି ଯୋଗାଡ଼ କରୁଛନ୍ତି। ଜହ୍ନ ଥିଲେ କି ନଥିଲେ କାହାର କିଛି ଫରକ ପଡ଼ିବନି। କଣ ହେଲା ସୂର୍ଯ୍ୟ ଭାଇ, ଏମିତି ଏକା ଏକା କଣ କଥା ହେଉଛ? ତୁମ ଯିବାର ସମୟ ହେଇଗଲାଣି, ଏବେ ଯିବନି କି? ମୁଁ ଆସିଗଲିଣି। ତୁ ଏତେ ଶୀଘ୍ର କାହିଁକି ଆସିଲୁ? ଆଉ ଟିକେ ଡେରି କରି ଆସିପାରିଲୁନି? 2-4 ଜଣଙ୍କୁ ଛାଡ଼ିଦେଲେ ତତେ କେହି ପସନ୍ଦ କରନ୍ତିନି। ମୁଁ ଚାଲିଗଲେ ଚାରିଆଡ଼େ ଅନ୍ଧାର ମାଡ଼ି ଆସେ, ସେତେବେଳେ ତୁ ଆସୁ। ସୂର୍ଯ୍ୟ ଭାଇ, ମୁଁ ତ ଭାବିଥିଲି ତୁମେ ବହୁତ ଚାଲାକ, ହେଲେ ତୁମେ ଏମିତି ବୋକାଙ୍କ ପରି କଥା କାହିଁକି କହୁଛ? ପ୍ରକୃତିର ଭାରସାମ୍ୟ ରକ୍ଷା କରିବାକୁ ହେଲେ ଆମେ 2 ଜଣ ରହିବା ଆବଶ୍ୟକ। ହେଲେ ତୁମେ ତା ନ କରି କିଏ ଆମକୁ ପସନ୍ଦ କଲା ନ କଲା ତା ନେଇ ଭାବୁଛ? ତୁ ଆସିବା ଆଗରୁ 2ଟା ଚଢ଼େଇଛୁଆ ଏଠି ବସି କଥା ହେଉଥିଲେ। ଦିନ ଭଲ କି ରାତି ଭଲ, ତାଙ୍କଠୁ ଏକଥା ଶୁଣିଥିଲି ବୋଲି ତତେ ଏମିତି କହିଦେଲି। ଓ ଆଚ୍ଛା, ତାହେଲେ ସେ 2 ଜଣଙ୍କୁ କଣ ବେଶୀ ଭଲ ଲାଗେ, ଦିନ ନା ରାତି? ଜଣକୁ ଦିନ ଭଲ ଲାଗେ ତ ଆଉ ଜଣକୁ ରାତି। ସେଇ କଥା କହି କହି 2 ଜଣ ଏଠୁ ଚାଲିଗଲେ। ହଉ ଜହ୍ନ, ତୁ ଏବେ ଥା, ମୁଁ ଯାଉଛି। ଆରେ ମୁନି, ଆଜି ବି ଆସୁ ଆସୁ ଡେରି କରିଦେଲୁ। ଆରେ ମୁଁ ଆଜି ଶୀଘ୍ର ଆସୁଥିଲି, ହେଲେ ମୋ ମା ପିଠା ତିଆରି କରିଥିଲେ ତ ସେ ପିଠା ଖାଉ ଖାଉ ଡେରି ହେଇଗଲା। ଏଇ ନେ କୁନି, ମା ତୋ ପାଇଁ ବି ପିଠା ପଠେଇଛନ୍ତି। ମାଉସୀଙ୍କ ହାତ ତିଆରି ପିଠା ମତେ ଭାରି ଭଲ ଲାଗେ। ଦେ ଦେ, ମତେ ଶୀଘ୍ର ପିଠା ଦେ। ମୁନି, ଆଜି ଭାରି ଗରମ ଲାଗୁଛି। ଚାଲ ସେ ଗଛ ଛାଇକୁ ଯିବା। ତତେ ତ ଦିନ ଅଧିକ ଭଲ ଲାଗେ, ଛାଇକୁ କାହିଁକି ଯାଉଛୁ? ଏଇଠି ଥାଇ ଦିନକୁ ଉପଭୋଗ କର। ଓହୋ, ତୁ କାଲିକା କଥା ନେଇ ପଡିଛୁ। ରାତିରେ କଣ ଗରମ ଲାଗେନି? ହଁ, ଗରମ ଲାଗେ, ହେଲେ ଦିନ ଅପେକ୍ଷା ବହୁତ କମ ଗରମ ଲାଗେ। ଆଉ ଯୋଉ ଥଣ୍ଡା ପବନ ବହେ ମତେ ତ ଭାରି ମଜା ଲାଗେ। ଆଉ ରାତିରେ ଯୋଉ ମଶା ମାନେ ଅତ୍ୟାଚାର କରନ୍ତି ସେ କଥା ଭୁଲିଗଲୁ? କେବେ ଯଦି ସୂର୍ଯ୍ୟ ନ ବାହାରିବ ତେବେ ବୁଝିବୁ ଦିନ କେତେ ଭଲ। ମୁଁ ବି ତ ସେଇ ଏକା କଥା କହିପାରିବି। କେବେ ଯଦି ରାତି ନ ହୁଏ ତୁ ତାର ମୂଲ୍ୟ ବୁଝିବୁ। ଯା ଯା, ଘରକୁ ଯା। ଭାରି ଆସିଲା ମତେ ରାତିର ମୂଲ୍ୟ ବୁଝେଇବାକୁ। ଏମାନଙ୍କ କଥା ଶୁଣି ମୋର ବି ଜାଣିବାକୁ ଇଚ୍ଛା ହଉଛି, ସମସ୍ତେ ରାତିକୁ ବେଶୀ ଭଲ ପାଆନ୍ତି ନା ଦିନକୁ? ଜହ୍ନ ଆସୁ, ତା ସାଙ୍ଗରେ ମୁଁ ଟିକେ ଏ ବିଷୟରେ କଥା ହେବି। କଣ ହେଲା ସୂର୍ଯ୍ୟ ଭାଇ, ଆଜି ବି ତୁମେ ଯିବନି କି? ପ୍ରତିଦିନ ଆମେ ଗୋଟେ କାମ କରନ୍ତି, ଥରେ ପରୀକ୍ଷା କଲେ ଜଣା ପଡନ୍ତା ସମସ୍ତେ ଦିନକୁ ବେଶୀ ଭଲ ପାଆନ୍ତି ନା ରାତିକୁ। କେମିତି ପରୀକ୍ଷା କରିବ ସୂର୍ଯ୍ୟ ଭାଇ?
ମୁଁ 2 ଦିନ ଲଗାତାର ଏଠି ରହିବି। ତୁ ଜମା ବି ଏଠାକୁ ଆସିବୁନି। ତାପରେ 2 ଦିନ ତୁ ଏଠି ରହିବୁ, ମୁଁ ଏଠାକୁ ଆସିବିନି। 2 ଦିନ ଦିନ ହିଁ ରହିବ, ଆଉ ବାକି 2 ଦିନ ରାତି ହିଁ ରହିବ। ତାହେଲେ ଜଣାପଡ଼ିବ କିଏ ଦିନ ଆଉ କିଏ ରାତିକୁ ଭଲ ପାଏ। ଭଲ କଥା ଭାବିଛ ସୂର୍ଯ୍ୟ ଭାଇ, ମତେ ବି ଜାଣିବାକୁ ଇଚ୍ଛା ହଉଛି। ହେଲେ ସୂର୍ଯ୍ୟ ଭାଇ, କିଛି ଅସୁବିଧା ହେବନି ତ? ଆରେ ନା ନା, କିଛି ଅସୁବିଧା ହେବନି। ମାତ୍ର 2ଟା ଦିନର କଥା, ଖୁବ୍ ଶୀଘ୍ର 2 ଦିନ ବିତିଯିବ। ଆଚ୍ଛା ତେବେ ତୁମେ ଆଜିଠୁ ଏଇଠି ଥାଅ, 2 ଦିନ ପରେ ମୁଁ ଆସିବି। ଏମିତି ଜହ୍ନ ସେଠାରୁ ଚାଲିଗଲା। ସୂର୍ଯ୍ୟ ସେମିତି ରହିଲା। କୁନି, ମା କୁନି, ଘରକୁ ଶୀଘ୍ର ଆସେ, ବେଳ ବୁଡ଼ିଲାଣି। କୋଉଠି ବେଳ ବୁଡ଼ି ଯାଇଛି ମା? ସୂର୍ଯ୍ୟକୁ ଦେଖ, ଏମିତି ଲାଗୁଛି ଦ୍ୱିପହର ହେଇଛି। ଆରେ ସତରେ ତ, ମୁଁ କାମ ସାରି ଘରକୁ ଫେରୁ ଫେରୁ ସନ୍ଧ୍ୟା ହେଇଯାଏ। ହେଲେ ଆଜି ସନ୍ଧ୍ୟା ହେଉନି କାହିଁକି? କଣ ଯେ ହେଉଛି ଏସବୁ? ମୋ କଥା କଣ ସତ ହେଇଗଲା? ବେଳ ବୁଡୁନି କଣ ପାଇଁ? ତା ମାନେ କଣ ଆଉ ରାତି ହବନି? ନା ହେଉ, ଭଲ ତ, ଆମକୁ ଆଉ ଶୀଘ୍ର ଘରକୁ ଫେରିବାକୁ ପଡିବନି। ଆମେ ଯେତେ ସମୟ ଚାହିଁବା ସେତେ ସମୟ ଏଠି କଥା ହେଇପାରିବା। ନାଇଁ କୁନି, ଏମିତି କହନି। ରାତି ନହେଲେ ନିଶ୍ଚୟ କିଛି ବିପଦ ହେବ। ଚାଲ ଏବେ ଘରକୁ ଯିବା, ଦେଖିବା ସମସ୍ତେ ଠିକ ଅଛନ୍ତି କି ନାହିଁ। ମା, ବାପାଙ୍କର କଣ ହେଲା? ଡକ୍ଟର ଅଙ୍କଲ କାହିଁକି ଆସିଥିଲେ? ହାରି ମା, ରାତି ନହେବା ଯୋଗୁଁ ତ ବାପା ଅନେକ ସମୟ ଯାଏ ବାହାରେ କାମ କରୁଛନ୍ତି। ଅନେକ ସମୟ ଯାଏ କାମ କରିବା ଯୋଗୁଁ ତାଙ୍କ ଦେହ ଖରାପ ହେଇଗଲା। କିଛି ସମୟ ଆରାମ କଲା ପରେ ସେ ସୁସ୍ଥ ହେଇଯିବେ। କିନ୍ତୁ ଘରେ ଏତେ ଆଲୁଅ ପଡୁଥିବାରୁ ସେ ଜମା ବି ଶୋଇ ପାରୁନାହାନ୍ତି। କେବେ ଯେ ରାତି ହେବ କିଛି ଜାଣି ହେଉନି। ମା, ଚିନ୍ତା କରନି, ବାପା ଶୀଘ୍ର ସୁସ୍ଥ ହେଇଯିବେ। ମୁଁ ରୋଷେଇ କରିଦେଇଛି, ଯା ମା, ଖାଇଦେଇ ଶୋଇପଡ଼ିବୁ। ତାପରେ କୁନି ଖାଇସାରି ଶୋଇବାକୁ ଗଲା। ହେଲେ ସେ ଯେତେ ଚେଷ୍ଟା କଲେ ବି ଶୋଇପାରିଲାନି। ଓହୋ, ମତେ ନିଦ କାହିଁକି ପଡୁନି? ମୁଁ ଆଗ ଝରକା ବନ୍ଦ କରି ଦେଖେ, ତାପରେ ହୁଏତ ନିଦ ପଡିବ। ଆରେ କୁନି, କଣ ହେଲା? ତୋ ଆଖି କେତେ ଲାଲ ଦେଖାଯାଉଛି। ତୁ କଣ ଜମା ବି ଶୋଇନୁ? ମନି, ଆଜି ମୁଁ ବହୁତ ଚେଷ୍ଟା କଲି ଶୋଇବା ପାଇଁ, ହେଲେ ଟିକେ ବି ଶୋଇପାରିଲିନି। ଏ ଆଲୁଅ ପାଇଁ ମୋ ବାପା ବି ଶୋଇପାରୁନାହାନ୍ତି। ତାଙ୍କ ଦେହ ଖରାପ ହେଇଗଲାଣି। ଆରେ ତୁ ଏମିତି କହୁଛୁ? ତତେ ତ ଦିନ ବେଶୀ ଭଲ ଲାଗୁଥିଲା। ହଁ, ଭଲ ଲାଗୁଥିଲା, ହେଲେ ଏବେ ମୁଁ ଜାଣିପାରୁଛି ଦିନ ଆଉ ରାତି 2 ଜଣ ଗୁରୁତ୍ୱପୂର୍ଣ୍ଣ। ମୁଁ ଭୁଲ ଥିଲି। ଭାବୁଥିଲି ସମସ୍ତେ ମତେ ବେଶୀ ଭଲ ପାଆନ୍ତି। ସେମାନେ ବୋଧେ ତତେ ହିଁ ଅଧିକ ଭଲ ପାଉଥିବେ ଜହ୍ନ। ନା ସୂର୍ଯ୍ୟ ଭାଇ, ଆମେ 2 ଜଣ ହିଁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଆମକୁ ସମାନ ଭଲ ପାଆନ୍ତି। ସେ ଛୋଟ ଛୁଆ 2ଟାଙ୍କ କଥା ଶୁଣି ନିଜ ଭିତରେ ଏମିତି ପରୀକ୍ଷା କରିବାଟା ଠିକ ହେଉନି। ଆଚ୍ଛା, ତୋ କଥା ହିଁ ସତ ହେଉ, ହେଲେ ମୁଁ ୟାର ଶେଷ ଦେଖିବାକୁ ଚାହୁଁଛି। ଏବେ ତୋ ପାଳି, ମୁଁ ଯାଉଛି, 2 ଦିନ ପରେ ଆସିବି। ଦେଖ, ସୂର୍ଯ୍ୟ ବୁଡ଼ିଲେଣି, ଲାଗୁଛି ଏବେ ରାତି ହେବ। ଯା ହଉ, 2 ଦିନ ପରେ ରାତି ଦେଖିବାକୁ ମିଳିଲା। ଏବେ ଆମେ ଟିକେ ଶାନ୍ତିରେ ଶୋଇବା। ତାପରେ ସବୁ ଚଢ଼େଇ ନିଜ ନିଜ ଘରକୁ ଯାଇ ଶୋଇଲେ। ହେଲେ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା, ସେମାନେ ଦେଖିଲେ ରାତି ସେମିତି ଥିଲା, ସକାଳ ହେଇନଥିଲା। ଆଶ୍ଚର୍ଯ୍ୟ, ଏତେ ସମୟ ଶୋଇଲା ପରେ ବି ଏଯାଏଁ ସକାଳ ହେଇନି। ଥରେ ରାତିର ଦେଖା ମିଳୁନଥିଲା, ଏବେ କଣ ଆମେ ଦିନ ଦେଖି ପାରିବୁନି? ଭଲ ହେଇଛି ମା, ରାତି ହେଇଛି। ଦେଖୁନ ମା, ଚାରିଆଡେ କେତେ ଶାନ୍ତ ପରିବେଶ ଅଛି। ଏମିତି କଣ ଗୋଟେ ଶବ୍ଦ ହେଲା? ଚାଲ ମା, ସେପଟେ ଦେଖିବା। ଆରେ ବୁଢୀ ମା, କଣ ହେଲା ତୁମର? ତୁମେ ଏମିତି ପଡିଗଲ ଯେ? ଆରେ ଝିଅ, ମୁଁ ଖାଇବା ଖୋଜିବାକୁ ବାହାରିଥିଲି। ମୋର ଏ ଦୁନିଆରେ କେହି ନାହାନ୍ତି। ଖାଇବା ଆଣିବା ପାଇଁ ମତେ ସବୁଦିନ ବାହାରକୁ ଯିବାକୁ ପଡେ। ହେଲେ ଅନ୍ଧାର ରାତିରେ ମତେ କିଛି ବି ଠିକରେ ଦେଖାଗଲାନି। ମୁଁ ଗଛରେ ବାଜି ଏଠି ପଡିଗଲି। ବୁଢୀ ମା, ଟିକେ ଅପେକ୍ଷା କର, ମୁଁ ଏବେ ଆସୁଛି। ଏଇ ନିଅ ବୁଢୀ ମା, କିଛି ଖାଇବା। ଘରକୁ ଯାଇ ଖାଇନିଅ। ସୂର୍ଯ୍ୟ ନ ବାହାରିବା ଯାଏ ତୁମେ ଏତେ ରାତିରେ ଆଉ ଘରୁ ବାହାରିବନି। ଖାଇବା ଦରକାର ହେଲେ ମୋ ଘରକୁ ଆସିବ, ମୁଁ ତୁମ ପାଇଁ ଖାଇବା ରଖି ଦେଇଥିବି।
ବହୁତ ବହୁତ ଧନ୍ୟବାଦ ଝିଅ, ମୁଁ ଏବେ ଆସୁଛି। ଦେଖିଲୁ ମୁନି, ତୁ କହୁଥିଲୁ ରାତି ବହୁତ ଭଲ। ସବୁବେଳେ ଯଦି ରାତି ରହିବ ଆମେ ଚଢ଼େଇ ମାନେ ଅନେକ ଅସୁବିଧାରେ ପଡ଼ିବା। ସକାଳେ ସମସ୍ତେ ଖାଇବା ଖୋଜିବାକୁ ଯାଆନ୍ତି, ରାତିରେ କେହି ବି ଖାଇବା ଆଣିବାକୁ ଯାଇପାରିବେନି। ଚୋରମାନେ ଅନେକ ସହଜରେ ଚୋରି କରିପାରିବେ। ହଁ ମା, ମୁଁ ତ ଏମିତି ଭାବି ନଥିଲି। ମୁଁ ଏବେ ବୁଝୁଛି, ଦିନ ଆଉ ରାତି ଦୁଇ ଜଣ ଯାକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ କେବଳ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେମିତି ଶୀଘ୍ର ସକାଳ ହେଇଯାଉ। ମା, ସକାଳ କେବେ ହେବ? ମୋର ଦିନ କଥା ଭାରି ମନେ ପଡୁଛି। ମୁଁ ସାଙ୍ଗମାନଙ୍କ ସହ କେତେ ଖେଳୁଥିଲି। ମୁଁ କଣ ଆଉ କେବେ ବି ଖେଳି ପାରିବିନି? ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ ଧନ, ଯେମିତି ଶୀଘ୍ର ସକାଳ ହେଇଯାଉ। ଶୁଣିଲ ସୂର୍ଯ୍ୟ ଭାଇ, ସେ ଛୋଟ ପୁଅଟି କଣ କହିଲା? ଯେତେବେଳେ ତୁମେ ଥିଲ ସେ ମତେ ମନେ ପକାଉଥିଲା, ଆଉ ଯେତେବେଳେ ମୁଁ ରହିଲି ସେ ତମକୁ ମନେ ପକେଇଲା। ମୁଁ ଠିକ କହୁଥିଲି, ଆମେ ଦୁଇ ଜଣ ହିଁ ସମସ୍ତଙ୍କ ପାଇଁ ଜରୁରୀ। ହଁ, ମୁଁ ଏବେ ପ୍ରମାଣ ପାଇଗଲି। ମୁଁ ଆଉ କେବେ ବି ତୋ ସହ ଝଗଡ଼ା କରିବିନି। ହଉ ସୂର୍ଯ୍ୟ ଭାଇ, ମୁଁ ଏବେ ଆସୁଛି। ଆଜିଠୁ ଆମେ ପୂର୍ବ ଭଳି ନିଜ ନିଜ କାମ କରିବା। ମୁନି, ଏ କୁନି, ଘରେ ଅଛୁ ନା? ମୁନି, ତୁ ଆସିଗଲୁ। 2 ଦିନ ତତେ ନ ଦେଖିଲାରୁ ଜମା ଭଲ ଲାଗୁନଥିଲା। କେମିତି ଆସିଥାନ୍ତି କହିଲୁ? ରାତିରେ ମା ମତେ ବାହାରକୁ ଛାଡି ନଥିଲେ। ଏଇ କିଛି ଦିନରେ ମୁଁ ଠିକ ବୁଝିଗଲି, ରାତି କିଛି ସମୟ ପାଇଁ ତ ଭଲ ଲାଗିଥାଏ, ହେଲେ ସବୁ ସମୟରେ ରାତି ରହିଲେ ସମସ୍ତେ ଅନେକ ସମସ୍ୟାରେ ପଡିବେ। ହଁ ସାଙ୍ଗ, ଦିନ ଆଉ ରାତି ଦୁଇ ଜଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଆଉ କେବେ ବି ଦିନ ରାତିକୁ ନେଇ ଝଗଡ଼ା କରିବାନି। ଏତେ ଦିନ ପରେ ସକାଳ ହେଲା, ଚାଲେ ଏବେ ଟିକେ ବାହାରୁ ବୁଲି ଆସିବା। ମା ଚିକି, ଦେଖେ ମୁଁ ତୋ ପାଇଁ କଣ ଆଣିଛି। ମୁଁ ଆଜି ତ ମନ ପସନ୍ଦର ଅଣ୍ଡା ପରଟା ଆଣିଛି। ଆ ମା, ଖାଇବୁ? ବାଃ, ଅଣ୍ଡା ପରଟା! ମୁଁ ଆଜି ଯାଏ କେବେ ବି ଅଣ୍ଡା ପରଟା ଖାଇନି ଆଣ୍ଟି। ମତେ ବି ଗୋଟେ ଅଣ୍ଡା ପରଟା ଦେବ? ନା ନା, ଏ ଅଣ୍ଡା ପରଟା ମୁଁ ମୋ ଝିଅ ପାଇଁ ଆଣିଛି। ତୁ ତା ଖାଇବାରେ ନଜର ପକାନି। ତୋର ଯଦି ଅଣ୍ଡା ପରଟା ଖାଇବାକୁ ଇଚ୍ଛା ହଉଛି, ଯା ତୋ ମାକୁ କହିବୁ ଦୋକାନରୁ ତୋ ପାଇଁ ଅଣ୍ଡା ପରଟା କିଣିଦେବ। ଏମିତି ଶୁଣି କୁନି ମନ ଦୁଃଖରେ ସେଠାରୁ ଚାଲିଗଲା। ମୋ ମା ଅନେକ କଷ୍ଟ କରି ମୋ ପାଇଁ ସ୍କୁଲ ଫି ଜମା କରୁଛନ୍ତି। ନା ନା, ମୁଁ ମୋ ମାଙ୍କୁ ଅଣ୍ଡା ପରଟା ପାଇଁ ଟଙ୍କା ମାଗି ପାରିବିନି। ତାପରେ କୁନି ଘରକୁ ଗଲା। କୁନିର ମା ଅଟୋ ଚଲେଇ ତା ଘର ଚଳଉଥିଲା। ପରଦିନ ସକାଳେ, ଚଢ଼ି, ମୁଁ ଗୋଟେ ଜରୁରୀ କାମରେ ତ ପାଖକୁ ଆସିଛି। କଣ ହେଇଛି ପାର ଭଉଣୀ, ମତେ କୁହ। ମୋ ମାର ଦେହ ଭାରି ଖରାପ, ସେ ମତେ ଦେଖିବାକୁ ଚାହୁଁଛନ୍ତି। ଚଢ଼େଇ, ମତେ ଟିକେ ଶୀଘ୍ର ତ ଅଟୋରେ ନେଇ ମୋ ମା ପାଖରେ ପହଞ୍ଚେଇ ଦେ। ହେଲେ ପାରା ଭଉଣୀ, ତୁମ ମାଙ୍କ ଘର ପାଖ ଜଙ୍ଗଲରେ। ମୁଁ ଏବେ ମୋ ଝିଅକୁ ନେଇ ସ୍କୁଲରେ ଛାଡ଼ିବି, ତାପରେ ଯାଇ ତୁମକୁ ତୁମ ମା ପାଖରେ ପହଞ୍ଚେଇ ପାରିବି। ମା, ମୁଁ ଆଜି ଏକୁଟିଆ ସ୍କୁଲକୁ ଚାଲିଯିବି। ତୁମେ ଆଗ ପାରା ଆଣ୍ଟିକୁ ନେଇ ତାଙ୍କ ମା ପାଖକୁ ଯାଅ। ମାରି, ତୁ ଏକୁଟିଆ ସ୍କୁଲ ଯାଇପାରିବୁ? ହଁ ମା, ମୋ ପାଇଁ ଜମା ଚିନ୍ତା କରନି, ମୁଁ ଏକୁଟିଆ ସ୍କୁଲକୁ ଯାଇପାରିବି। ଆଚ୍ଛା ଠିକ ଅଛି, ତୁ ଏବେ ସ୍କୁଲକୁ ଯାଇଥା। ସ୍କୁଲ ଛୁଟି ସମୟରେ ମୁଁ ତତେ ନେବାକୁ ଯିବି। ଏମିତି କହି ମା ଚଢ଼େଇ ପାରାକୁ ଧରି ପାଖ ଜଙ୍ଗଲକୁ ଗଲା। କୁନି ଏକୁଟିଆ ସ୍କୁଲକୁ ଯାଉଥିଲା। ରାସ୍ତାରେ ସେ ଅଣ୍ଡା ପରଟାର ଦୋକାନ ଦେଖି ଅଟକି ଗଲା। ଠିକ ସେହି ସମୟରେ ତାର ନଜର ରାସ୍ତା ଉପରେ ପଡ଼ିଲା। ରାସ୍ତାରେ 2 ଟଙ୍କା ପଡ଼ିଥିଲା। ଆରେ ବା, ଏଠି ତ 2 ଟଙ୍କା ପଡ଼ିଛି। ମତେ ଆଜି ଅଣ୍ଡା ପରଟା ଖାଇବାକୁ ଭାରି ଇଚ୍ଛା ହଉଛି। ମୁଁ ଗୋଟେ କାମ କରେ, ମୁଁ ଏଇ 2 ଟଙ୍କା ନେଇ ଗୋଟେ ଅଣ୍ଡା ପରଟା ଖାଇଥାଏ। ଅଙ୍କଲ, ମତେ ଗୋଟେ ଅଣ୍ଡା ପରଟା ଦିଅ। ତୁ କେତେ ଟଙ୍କା ଆଣିଛୁ ଆଗ ଦେ। ଆରେ ଏ କଣ, ତୋ ପାଖରେ ତ 2 ଟଙ୍କା ଅଛି। 2 ଟଙ୍କାରେ ତୁ ଗୋଟେ ଅଣ୍ଡା ପାଇବୁନି, ଆଉ ଅଣ୍ଡା ପରଟା ଖାଇବାକୁ ଚାଲି ଆସିଲୁ? ଯା ଏଠୁ, ବେକାରୀ ମୋ ସମୟ ନଷ୍ଟ କଲା। ଆରେ କୁନି, ତୁ ସ୍କୁଲକୁ ନ ଯାଇ ଏଠି ଛିଡ଼ା ହେଇ କାନ୍ଦୁଛୁ କାହିଁକି? କଣ ହେଲା? ତୁ 2 ଟଙ୍କାରେ ଅଣ୍ଡା ପରଟା ଖାଇବାକୁ ଚାହୁଁଥିଲୁ? ତୁ କଣ ଜାଣିନୁ ଗୋଟେ ଅଣ୍ଡା ପରଟାର ଦାମ 10 ଟଙ୍କା ବୋଲି?
ଆରେ କୁନି ତୁ ଆଉ କାନି ଚାଲେ ଆଜି ମୁଁ ତତେ ଅଣ୍ଡା ପରଟା କିଣି ଖୁଏଇବି। ତୁ ସତ କହୁଛୁ ସାଙ୍ଗ ତୁ ଆଜି ମତେ ଅଣ୍ଡା ପରଟା ଖୁଏଇବୁ? ହଁ ଆସ ମୋ ସାଙ୍ଗରେ। ଏମିତି କହି ରୋଜି ଗଲା ଅଣ୍ଡା ପରଟା ଆଣିବାକୁ। ସେ ଗୋଟେ ଅଣ୍ଡା ପରଟା ଆଣି କୁନିକୁ ଦେଲା। ଆରେ ମୋ ଦୋକାନରେ ତ ଆଉ ପାଣି ନାହିଁ, ଏତେ ଶୀଘ୍ର ପାଣି ସରିଗଲା। ଯାଏ ପାଖ ଟ୍ୟୁବୱେଲରୁ ପାଣି ନେଇ ଆସେ। ଏମିତି କହି ମିଟୁ ପାଣି ଆଣିବାକୁ ଗଲା। ଠିକ୍ ସେହି ସମୟରେ ରୋଜି ଆଉ ଚିକି ତା ଦୋକାନରୁ ଗୋଟେ ଅଣ୍ଡା ପରଟା ଚୋରି କରି ନେଇ ସେଠାରୁ ଚାଲିଗଲେ। ଏ କୋନିଟା କେତେ ବୋକା! ଏବେ ଯେତେବେଳେ ସେ ଅଣ୍ଡା ପରଟାର ଦାମ ଦେଇ ପାରିବନି ମିଟୁ ଅଙ୍କଲଙ୍କଠୁ ମାଡ଼ ଖାଇବ। ଥରେ ଆମେ ପରୀକ୍ଷାରେ କପି କରୁଥିଲେ ବୋଲି ସେ କୁନି ସାର୍ଙ୍କୁ ଆମ କଥା କହିଦେଇଥିଲା। ସାର୍ଙ୍କ ମାଡ଼ ମୁଁ ଆଜି ଯାଇ ଭୁଲିନି। ଏବେ କୁନିକୁ ମାଡ଼ ଖାଇବାର ଦେଖିଲେ ମତେ ଶାନ୍ତି ମିଳିବ। ହଁ ସାଙ୍ଗ ତୁ ଠିକ କହିଲୁ, ମତେ ବି ଭାରି ମଜା ଲାଗିବ। ଏ କଣ ମୋର ତ ଗୋଟେ ଅଣ୍ଡା ପରଟା ଏଠି ନାହିଁ। ମୋର ଠିକ ମନେ ଅଛି ମୁଁ ଏଠି 7ଟା ଅଣ୍ଡା ପରଟା ରଖିଥିଲି। ଗୋଟେ ଅଣ୍ଡା ପରଟା ନିଶ୍ଚୟ କିଏ ଚୋରି କରି ନେଇଛି। ଏଠି ତ କୁନି ଛଡା କେହି ବି ନାହାନ୍ତି। ସେ କଣ ଗୋଟେ ଅଣ୍ଡା ପରଟା ଖାଉଛି? ତା ମାନେ ଏଇ କୁନି ହିଁ ମୋ ଅଣ୍ଡା ପରଟା ଚୋରି କରିଛି। ଏଇ ବଦମାସ କୁନି, ମୁଁ ତତେ ଅଣ୍ଡା ପରଟା ଦେଲିନି ବୋଲି ତୁ ମୋ ଦୋକାନରୁ ଅଣ୍ଡା ପରଟା ଚୋରି କରି ଖାଉଛୁ? ନାଇଁ ଅଙ୍କଲ, ମୁଁ ଏ ଅଣ୍ଡା ପରଟା ଚୋରି କରିନି। ଏ ଅଣ୍ଡା ପରଟା ତ ମୋ ସାଙ୍ଗ ମତେ କିଣିକି ଦେଇଛି। ଚୋରି କରି ଏବେ ମିଛ କହୁଛୁ? ତ ଛଡା ଏଠି କେହି ବି ନାହାନ୍ତି। ଅଣ୍ଡା ପରଟା ତ ଖାଇ ସାରିଛୁ। ଏବେ ତତେ ମୋ ଦୋକାନରେ କାମ କରି ମୋ ଅଣ୍ଡା ପରଟାର ଦାମ ନେବି। ଯା କିଛି ଅଇଁଠା ବାସନ ପଡିଛି ଶୀଘ୍ର ମାଜିଦେ। ଆରେ ତୁ ତ ଗୋଟେ ପେଙ୍ଗୁଇନ, ତୁ ଏଠାକୁ କେମିତି ଆସିଲୁ? ମତେ କ୍ଷମା କରିଦେ, ମୋ ପାଇଁ ତୋର ଏତେ ବଡ କ୍ଷତି ହେଇଗଲା। ମୋ ସାଙ୍ଗରେ ମୁଁ ଘରକୁ ଚାଲି, ମୁଁ ତ ଘରେ ମଲମ ଲଗେଇଦେବି। ମା ଚଢ଼େଇ ପେଙ୍ଗୁଇନକୁ ଧରି ଘରକୁ ଯାଉଥିଲା। ସେତେବେଳେ ସେ ଦେଖିଲା ତା ଝିଅ କୁନି ବାସନ ମାଜୁଛି। ମା କୁନି, ତୁ ସ୍କୁଲକୁ ନ ଯାଇ ଏଠି ବାସନ କାହିଁକି ମାଜୁଛୁ? କୁନି ତା ମାକୁ ସବୁ ଘଟଣା କହିଲା। ମାରେ ତୋର ଯଦି ଅଣ୍ଡା ପରଟା ଖାଇବାକୁ ଇଚ୍ଛା ହଉଥିଲା ତୁ ମତେ କାହିଁକି କହିଲୁନି? ମା ମୁଁ ଜାଣେ ତୁମେ ସାରା ଦିନ ପରିଶ୍ରମ କରି ଅଟୋ ଚଲାଅ, କେତେ କଷ୍ଟ କରି ଖାଇବା ଯୋଗାଡ଼ କର, ସେଥିପାଇଁ ମୁଁ ତୁମକୁ ଟଙ୍କା ମାଗି ନଥିଲି। ଆଉ କାନ୍ଦି ମୋ ସାଙ୍ଗରେ ଏବେ ଘରକୁ ଚାଲେ, ମୁଁ ନିଜ ହାତରେ ତତେ ଅଣ୍ଡା ପରଟା କରି ଖୁଏଇବି। ମିଟୁ ଭାଇ ଏଇ ନିଅ ତୁମ ଅଣ୍ଡା ପରଟାର ଟଙ୍କା। କୁନି ପାଖରେ ଯଦି ଟଙ୍କା ନଥିଲା ତୁମେ ମୋ ପାଖରୁ ଟଙ୍କା ନେଇ ପାରିଥାନ୍ତ। ତା ନ କରି ତୁମେ କୁନିକୁ ନିଜ ଦୋକାନରେ କାମ କରି କିଛି ବି ଠିକ କଲନି। ତୁମେ କଣ ଜାଣିନ ଛୋଟ ଛୁଆଙ୍କୁ ନିଜ ଦୋକାନରେ କାମ କରିବା ଦଣ୍ଡନୀୟ ଅପରାଧ। ଆଉ କେବେ ବି ଯଦି କୌଣସି ଛୋଟ ଛୁଆକୁ ନିଜ ଦୋକାନରେ କାମ କରେଇବ ତୁମେ ଜେଲକୁ ଯିବ, ବୁଝିଲ? ତାପରେ ମା ଚଢ଼େଇ କୁନି ଆଉ ପେଙ୍ଗୁଇନକୁ ନେଇ ଘରକୁ ଗଲା। ସେ ପେଙ୍ଗୁଇନ ଘରେ ମଲମ ଲଗେଇ ବ୍ୟାଣ୍ଡେଜ କରିଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ ଚଢ଼େଇ ଆଣ୍ଟି। ଚଢ଼େଇ ଆଣ୍ଟି ମୋ ଘର ଏଠି ନୁହଁ, ମୋ ଘର ବରଫ ଦେଶରେ। ସେଠି ମୁଁ ମୋ ବାପା ମାଙ୍କ ସହ ରହୁଥିଲି। ହେଲେ ଦିନେ ଗୋଟେ ଦୁଷ୍ଟ ଯାଦୁଗର ମତେ ଚୋରି କରି ଏ ଜଙ୍ଗଲକୁ ନେଇ ଆସିଲା। ମୁଁ କୌଣସି ମତେ ତା ପାଖରୁ ଖସି ଦୌଡୁଥିଲି। ସେଇ ସମୟରେ ମୁଁ ତ ମୋ ଅଟୋ ସହ ଧକ୍କା ହେଇଗଲି। ପେଙ୍ଗୁଇନ ଛୁଆ ତୁ ଜମା ବି ଚିନ୍ତା କରନି, ତୁ ଏବେ ଆରାମ କର। ତୁ ସୁସ୍ଥ ହେଲା ପରେ ମୁଁ ତତେ ତ ବାପା ମାଙ୍କ ପାଖରେ ପହଞ୍ଚେଇବାର ବ୍ୟବସ୍ଥା କରିବି। ଏଇ କିଏ ଏଇ ପୁରୁଣା ଭଙ୍ଗା ଟ୍ରେନରେ ଘର କରି ରହିଛ? ଶୀଘ୍ର ବାହାରକୁ ଆସ। ଆଚ୍ଛା ତମେ ମାନେ ତାହେଲେ ଏ ଟ୍ରେନ ଡବା ଦଖଲ କରି ରହିଛ। ଉପରୁ ଅର୍ଡର ଆସିଛି, କାଲି ଏ ଟ୍ରେନ ମରାମତିର ବ୍ୟବସ୍ଥା କରାହେବ। ଚଢ଼େଇ ତୁ ଆଜି ହିଁ ତ ଝିଅକୁ ନେଇ ଏ ଟ୍ରେନ ଛାଡ଼ିଦେ। କିନ୍ତୁ ଚିଲୁ ଦିଦି ଏ ଟ୍ରେନ ଡବା ମୁଁ କିଣି ନେଇଛି। ଏଠି ଯିଏ ଥିଲେ ସେ ମତେ କହିଥିଲେ ମୁଁ 20,000 ଟଙ୍କା ଦେଲେ ଏ ଟ୍ରେନ ଡବା ମୋର ହେଇଯିବ। ସେଥିପାଇଁ ମୁଁ ତାଙ୍କୁ 20,000 ଟଙ୍କା ଦେଇ ଏଠି ରହିବା ଆରମ୍ଭ କଲି। ସେ ତତେ ଠକି ତୋଠୁ ଟଙ୍କା ନେଇ ଚାଲି ଯାଇଛି। ଏ ଟ୍ରେନ ସରକାରଙ୍କର, ତୁ ଯଦି ଏଠୁ ଭଲରେ ନ ଯିବୁ ତତେ ଶାସ୍ତି ମିଳିବ। ଏବେ ମୁଁ କଣ କରିବି? ମୋର ଏଇ ଛୋଟ ଝିଅଟାକୁ ନେଇ ମୁଁ କୁଆଡେ ଯିବି? ଏ କଣ ପେଙ୍ଗୁଇନ, ତୋ ଦେହ ଅସୁସ୍ଥ, ତୁ ଏଠାକୁ କାହିଁକି ଆସିଲୁ? ତମ ମାନଙ୍କ ଅସୁବିଧା କଥା ଶୁଣି ମୁଁ ଆଉ ରହିପାରିଲିନି, ଏଠାକୁ ଚାଲି ଆସିଲି। ଏବେ ମତେ କହିଲ ଚଢ଼େଇ ଆଣ୍ଟି, ତୁମେ ଟ୍ରେନ ଘର କାହିଁକି କିଣିଥିଲ? ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ମତେ ଆଉ ମୋ ଝିଅକୁ ଘରୁ ବାହାର କରିଦେଲେ।
ସେତେବେଳେ ଆମ ପାଖରେ ରହିବା ପାଇଁ ଜାଗା ନଥିଲା। ଆମେ ଷ୍ଟେସନକୁ ଚାଲି ଆସିଥିଲୁ। କିଏ ତମେ ମାନେ ଏତେ ରାତିରେ ଷ୍ଟେସନରେ କଣ କରୁଛ? ଆରେ ଆରେ ସତରେ ତ ତମ ମାନଙ୍କର ଅନେକ କଷ୍ଟ। ଏବେ ତ ଶୀତ ଦିନ, ଏବେ ବେଶୀ ସମୟ ବାହାରେ ରହିବା ଠିକ ନୁହଁ। ହେଲେ ଚଢ଼େଇ ତୁ ଚିନ୍ତା କରନି, ମୁଁ ତ ରହିବାର ବ୍ୟବସ୍ଥା କରିଦେବି। ଆସ ମୋ ସାଙ୍ଗରେ। ଚଢ଼େଇ ଏ ଟ୍ରେନ ଡବା ଅନେକ ଦିନରୁ ଖାଲି ପଡ଼ିଛି। ତୁ ତ ଝିଅକୁ ନେଇ ଏ ଟ୍ରେନ ଡବାରେ ରହିପାରିବୁ। ହେଲେ ଗୋଟେ କଥା, ତୁ ଯେମିତି ବି ହେଉ ପଛେ ମୋତେ 20,000 ଟଙ୍କା ଦେବୁ। ମୁଁ ସେ ଟଙ୍କା ଏ ଟ୍ରେନ ମାଲିକକୁ ଦେବି। ସେମିତିରେ ତତେ ଆଉ କେହି ବି ଏ ଟ୍ରେନ ଡବାରୁ ବାହାର କରିବେନି। ଏମିତି ମୁଁ କଷ୍ଟ କରି ସେ ଚଢ଼େଇକୁ 20,000 ଟଙ୍କା ଦେଇଥିଲି। ସେ ଚଢ଼େଇ କୋଉଠି ରହୁଛି ମୁଁ ଜାଣିପାରୁନି। ତାକୁ ମୁଁ ଏବେ କୋଉଠି ଖୋଜିବି? ଚିନ୍ତା କରନି ଚଢ଼େଇ ଆଣ୍ଟି, ତୁମେ ମୋର ଜୀବନ ବଞ୍ଚେଇଛ। ମୋ ସାଙ୍ଗରେ ମୋ ଘରକୁ ଚାଲ। ମୁଁ ମୋ ବାପା ମାଙ୍କୁ ସବୁ କଥା କହିବି। ସେ ତମକୁ ନିଶ୍ଚୟ ସାହାଯ୍ୟ କରିବେ। ଏମିତି କହି ପେଙ୍ଗୁଇନ ଚଢ଼େଇ ଆଉ ତାର ଝିଅକୁ ନେଇ ବରଫ ଦେଶକୁ ଗଲା। ସେଠି ପହଞ୍ଚିଲା ପରେ ମା ଚଢ଼େଇ ଆଉ ତାର ଝିଅ ଥଣ୍ଡାରେ ଥରିଲେ। ମା, ଏଇଠି କେତେ ଥଣ୍ଡା। କୋନି, ଏଇ ଦେଖେ ଆଗରେ ଆମ ଘର ଭିତରକୁ ଚାଲେ। ସେଠି ନା ତତେ ଜମା ଥଣ୍ଡା ଲାଗିବନି। ତାପରେ ପେଙ୍ଗୁଇନ ସେମାନଙ୍କୁ ନେଇ ତା ଘର ଭିତରକୁ ଗଲା। ତା ବାପା ମା ତାକୁ ଦେଖି ଖୁବ ଖୁସି ହେଇଗଲେ। ପେଙ୍ଗୁଇନ ଛୁଆ ତା ବାପା ମାଙ୍କୁ ସବୁ ଘଟଣା କହିଲା। ଚଢ଼େଇ ତତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ଆଜି ଆମେ ଆମ ଛୁଆକୁ ଫେରି ପାଇଲୁ। ମୁଁ ଖୁସିରେ ତତେ କିଛି ଦେବାକୁ ଚାହୁଁଛି। ଆସ ମୋ ସାଙ୍ଗରେ। ଚଢ଼େଇ ଏ ଅଣ୍ଡା ଘର ଆଜିଠୁ ତୋର। ଏ ଅଣ୍ଡା ଘର ଯାଦୁର। ତୁ ଏ ଅଣ୍ଡା ଘରୁ ପ୍ରତିଦିନ ଅଣ୍ଡା ପାଇବୁ। ଆଉ ହଁ, ଏ ଘର ଭିତରକୁ ଗଲେ ଏ ଘର ତୁମକୁ ନେଇ ତୁମ ଜଙ୍ଗଲରେ ପହଞ୍ଚେଇ ଦେବ। ବାଃ, ଏ ଅଣ୍ଡା ଘର ବହୁତ ସୁନ୍ଦର ହେଇଛି। ମା, ଏବେ ମୁଁ ପ୍ରତିଦିନ ଅଣ୍ଡା ପରଟା ଖାଇପାରିବି ନା? ହଁ ରେ ମା, ମୁଁ ପ୍ରତିଦିନ ଏବେ ତୋ ପାଇଁ ଅଣ୍ଡା ପରଟା ତିଆରି କରିଦେବି। ତୁମକୁ ଅନେକ ଅନେକ ଧନ୍ୟବାଦ ପେଙ୍ଗୁଇନ। ତୁମ ପାଇଁ ମୋର ବହୁତ ବଡ଼ ଚିନ୍ତା ଦୂର ହେଇଗଲା। ତାପରେ ମା ଚଢ଼େଇ ଆଉ ତାର ଝିଅ ଅଣ୍ଡା ଘର ଭିତରକୁ ଗଲେ। ଅଣ୍ଡା ଘର ସେମାନଙ୍କୁ ତାଙ୍କ ଜଙ୍ଗଲରେ ପହଞ୍ଚେଇ ଦେଲା। ମା ଚଢ଼େଇ ପ୍ରତିଦିନ ଅଣ୍ଡା ପରଟା ତିଆରି କରି ତା ଝିଅକୁ ଖାଇବା ପାଇଁ ଦେଉଥିଲା। ଆଉ କିଛି ଅଣ୍ଡା ପରଟା ସେ ବିକ୍ରି କରୁଥିଲା।